ଅନୁସୂଚିତ ଜାତି ଓ ଜନଜାତି ମିଳିତ ସମ୍ମିଳନୀ ସଂଗଠିତ ଓ ସମନ୍ୱୟ ସାମ୍ବିଧାନିକ ଅଧିକାରକୁ ଅଖଣ୍ଡ ରଖିବାର ସଂକଳ୍ପ। ଗତକାଲି ସକାଳ 10 ଘଟିକାରେ ଜଳେଶ୍ୱର ବ୍ଲକର ବିଭିନ୍ନ ପଞ୍ଚାୟତ ଓ ପୌରପାଳିକାରୁ ଅନୁସୂଚିତ ଜାତି ଓ ଜନଜାତିମାନଙ୍କ ମିଳିତ ସମ୍ମିଳନୀ ଜଳେଶ୍ୱର ଭଞ୍ଜ ଭବନରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ସଭାରେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ରାମଚନ୍ଦ୍ର ଜେନା ସଭାପତିତ୍ୱ କରି ଅନୁସୂଚିତ ଜାତି ଓ ଜନଜାତିର ଲୋକମାନଙ୍କ ସାମ୍ବିଧାନିକ ଅଧିକାର ସମ୍ପର୍କରେ ଆଲୋଚନା କରିବା ସହିତ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ବିଶେଷ ଭାବେ ଚାକିରି କ୍ଷେତ୍ରରେ ପଦୋନ୍ନତିରେ ORVXକୁ ଅଣଦେଖା କରାଯାଉଥିବା ଓ ତ୍ରିସ୍ତରୀୟ ପଞ୍ଚାୟତ ରାଜ ନିର୍ବାଚନରେ ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀ ଚୟନ ସମୟରେ କେତେକ ତ୍ରୁଟି ପରିଲକ୍ଷିତ ହେଉଥିବାରୁ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ନେତା ପ୍ରଦୀପ ସିଂ, ହେମନ୍ତ ଦଳାଇ, ସମାଜସେବୀ ପ୍ରଭାକର ହାଁସଦା, ମଜଦୁର ନେତା ତଥା ଆଇନଜୀବୀ ଲକ୍ଷ୍ମଣ ବେହେରା, ନିରଞ୍ଜନ ମାରାଣ୍ଡି ପ୍ରମୁଖ ମଞ୍ଚାସୀନ ହୋଇ ଅନୁସୂଚିତ ଜାତି ଓ ଜନଜାତି ଭାଇ ଭଉଣୀମାନେ ସେମାନଙ୍କ ଅଧିକାର ପାଇବା ଲାଗି ଏକ ହେବାକୁ ଆହ୍ୱାନ ଦେଇଥିଲେ। ଶିବଶଙ୍କର ଜେନା ମଞ୍ଚ ଆହ୍ୱାନ କରିଥିବା ବେଳେ ବୁଧଦେବ ଜେନା ଧନ୍ୟବାଦ ପ୍ରଦାନ କରିଥିଲେ। ସୁରେଶ ଚନ୍ଦ୍ର ଜେନା, ନବୀନ ଜେନା, ପ୍ରଭାକର ଜେନା, ଚନ୍ଦନ ଜେନା, ପ୍ରଦୀପ ବେରା, ଚୈତନ୍ୟ ବେରା, ପଞ୍ଚାନନ ବେରା, ଶଶିଭୂଷଣ ଜେନା, ଶ୍ରୀକାନ୍ତ ଦଳାଇ, ଭଗବାନ ହାଁସଦା, ରବୀନ୍ଦ୍ର ହାଁସଦା, ଗୋପାଳ ଚନ୍ଦ୍ର ଜେନା, ରଞ୍ଜନ ସିଂ ପ୍ରମୁଖ ବହୁ ସଭ୍ୟ ପରିଚାଳନାରେ ସହାୟତା କରିଥିଲେ। ମୁଖ୍ୟତଃ ଅନୁସୂଚିତ ଜାତି ଓ ଜନଜାତିର ଲୋକେ ଏକାଠି ହୋଇ ସାମ୍ବିଧାନିକ ଅଧିକାରକୁ ଅଖଣ୍ଡିତ ରଖିବା ସହ ନିଜକୁ ଉପଯୁକ୍ତ ଶିକ୍ଷା ଆହରଣ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଓ ରାଜ୍ୟ ଦେଶର ପ୍ରଗତିକୁ ଆଗକୁ ବଢ଼ାଇବାର ସହଯୋଗ କରିବାର ମୁଖ୍ୟ ଉପଦେଶ ଥିଲା। ତେବେ ସର୍ବଶେଷରେ ଜଳେଶ୍ୱର ରେଲୱେ ଷ୍ଟେସନରେ ରହୁଥିବା ଅସହାୟ ଲୋକଙ୍କୁ ସଂଗଠନ ତରଫରୁ ଖାଦ୍ୟ ବଣ୍ଟନ କରାଯାଇଥିଲା। ବ୍ୟୁରୋ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।